ଜାଣିଛନ୍ତି ମଣିଷ ନିଜର ଶରୀର ସୌନ୍ଦର୍ଯ୍ୟକୁ ନେଇକି କେବେ ଗର୍ବ କରିବା ଉଚିତ ନୁହେଁ। ସମୟ ଗଡ଼ିବା ସହିତ ମଣିଷ ଦିନେ ନା ଦିନେ ନିଶ୍ଚିନ୍ତ ମଲା ପରେ ମାଟିରେ ମିଶିଯିବ। ଆମେ ସମସ୍ତେ କଥା ଜାଣିଛନ୍ତି। ତଥାପି ମଣିଷ କ'ଣ ପାଇଁ କେଜାଣି ଏତେ ଗର୍ବ କରେ? ମଣିଷ ଯେତେବେଳେ ପ୍ରଥମେ ମରିଯାଏ ତାର ପାଇଥିବା ନାମଟିକୁ ଆଗ ହରାଇ ବସେ। ତାପରେ ସେ ନାମ ଜାଗାରେ ତାକୁ ଶବ ବୋଲି ଡକାଯାଏ। ଆଉ ସେ ଶବକୁ ଛୁଇଁଲେ ଗାଧେଇବାକୁ ମଧ୍ୟ ପଡ଼େ। ଆଉ ମଣିଷ ମରିଯିବାର 4-5 ଦିନ ଯେତେବେଳେ ହୋଇଯାଏ ପଶୁପକ୍ଷୀମାନେ ମଧ୍ୟ ତାଙ୍କର ଆହାର ରୂପେ ତାକୁ ଗ୍ରହଣ କରିବାକୁ ଘୃଣାବୋଧ କରନ୍ତି। ତାହେଲେ ଏତେ ସବୁ ସତ୍ତ୍ୱେ ମଣିଷ ନିଜର ସୌନ୍ଦର୍ଯ୍ୟକୁ ନେଇ ଗର୍ବ କ'ଣ ପାଇଁ କରିବ? ବରଂ ଏମିତି ସୁକର୍ମ କରନ୍ତୁ ମଣିଷ ମଲା ପରେ ମଧ୍ୟ ଯେମିତି ସବୁ ଲୋକଙ୍କ ମନରେ ଚିର ଅମର ହୋଇକି ରହିବ। ଯଦି ଆପଣମାନଙ୍କୁ ଏ କଥାଟି ଭଲ ଲାଗିଥାଏ ତାହେଲେ ନିଶ୍ଚିନ୍ତ ରୂପେ ଗୋଟେ ସୁନ୍ଦର କମେଣ୍ଟଟେ ଦେବେ। ଆଉ ସମସ୍ତଙ୍କ ସହିତ ସେୟାର କରିବାକୁ ମଧ୍ୟ ଭୁଲିବେନି। ଜୟ ଜଗନ୍ନାଥ ସାଙ୍ଗମାନେ। ଆଜିର ଦିନଟି ଆପଣ ପାଇଁ ଶୁଭମୟ ହେଉ, ଏହା ହିଁ ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା।